ମୁଁ ଅଭୟ କୁମାର ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ବା ଓଡ଼ିଶା ଅଧସ୍ଥାନ କର୍ମଚାରୀ ଚୟନ ଆୟୋଗ ତରଫରୁ ଏକ ନୋଟିସ୍ଟି ଆସିଛି। ତେବେ ନୋଟିସ୍ରେ କ'ଣ ଅଛି ଆମେ ଡିଟେଲ୍ରେ ଜାଣିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଲାଇକ୍ ସବସ୍କ୍ରାଇବ୍ ସେୟାର କରନ୍ତୁ। ତେବେ ଦେଖନ୍ତୁ, ଏଠି ସ୍ପଷ୍ଟ ମେନସନ୍ ଅଛି କି ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ବା ଓଡ଼ିଶା ଅଧସ୍ଥାନ କର୍ମଚାରୀ ଚୟନ ଆୟୋଗ ଏବଂ ନୋଟିସ୍ର ଡେଟ୍ କଥା ଯଦି ଆମେ ଦେଖିବା 26 ଫେବୃଆରୀ 2024 ଅର୍ଥାତ୍ ରିସେଣ୍ଟଲି ଆସିଥିବା ଏକ ନୋଟିସ୍। ତ ଏହାର ସବଜେକ୍ଟ ରହିଛି, ଦେଖନ୍ତୁ ସ୍ପଷ୍ଟ ମେନସନ୍ ଅଛି କି ପବ୍ଲିକେସନ୍ ଅଫ୍ ପ୍ରୋଭିଜନାଲ୍ ରେଜଲ୍ଟସ୍ ଫର୍ ରିକ୍ରୁଟମେଣ୍ଟ ଟୁ ଦ ପୋଷ୍ଟ ଅଫ୍ ଜୁନିୟର ଆସିଷ୍ଟାଣ୍ଟ ଆଣ୍ଡ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ଅଣ୍ଡର CRE 2023। ତ ଫାଇନାଲ୍ ଆମେ ଜାଣିବାକୁ ପାଉଛୁ କି ଯେଉଁ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ବା PO ଏବଂ ଜୁନିୟର ଆସିଷ୍ଟାଣ୍ଟର ଯେଉଁ ଏକ୍ଜାମ୍ ହେଇଥିଲା 2023ରେ, ଯେଉଁଟାକି OSSS ତରଫରୁ ଆସିଥିଲା। ତ ଏହାର ରେଜଲ୍ଟ ସବୁ ପବ୍ଲିକେସନ୍ ହେଉଛି। ତ ପୂର୍ବରୁ କେତେ ଜିଲ୍ଲାର ରେଜଲ୍ଟ ବା ପ୍ରୋଭିଜନାଲ୍ ରେଜଲ୍ଟସ୍ ଅଲରେଡ଼ି ଡିକ୍ଲେୟାର ସରିଛି। ତ ଆଜି ଆମେ ସେଭଳି କେତେଟା ଜିଲ୍ଲାର ରେଜଲ୍ଟ ଆସିଛି ଆମେ ଦେଖିବା। ତେବେ ଦେଖନ୍ତୁ, ନୋଟିସ୍ଟି ମୁଁ ଭଲ ଭାବରେ ପଢ଼ିଛି ଏବଂ ଯାହା ଗୁରୁତ୍ୱପୂର୍ଣ୍ଣ ବା ଇମ୍ପୋର୍ଟାଣ୍ଟ କଥା ସେଇଠି ହିଁ କହୁଛି। ତେବେ ଦେଖନ୍ତୁ, ଏଠି କେଉଁ ଜିଲ୍ଲାର ରେଜଲ୍ଟ ଆସିଛି ଏଠି ମଧ୍ୟ ସ୍ପଷ୍ଟ ଲେଖା ହେଇଛି। ମୁଁ ଦେଖାଉଛି, ଦେଖନ୍ତୁ ଏଠି ଲେଖା ହେଇଛି, ଦେଖନ୍ତୁ ଏଠି ସ୍ପଷ୍ଟ ଭାବରେ ଲେଖା ହେଇଛି କି ଭଦ୍ରକ, ଗଜପତି, କନ୍ଧମାଳ ଆଣ୍ଡ କୋରାପୁଟ ଏଇ 4 ଜିଲ୍ଲାର ବର୍ତ୍ତମାନ ପ୍ରୋଭିଜନାଲ୍ ରେଜଲ୍ଟ ଆସିଯାଇଛି। PO ଏବଂ ଜୁନିୟର ଆସିଷ୍ଟାଣ୍ଟର ଯେଉଁ ଏକ୍ଜାମ୍ ହେଇଥିଲା, ତ ଏହାର ପ୍ରୋଭିଜନାଲ୍ ରେଜଲ୍ଟ ଆସିସାରିଛି ବା ଫାଇନାଲ୍ ରେଜଲ୍ଟ। ତ ଆମେ ଦେଖିବା ଯେ କେଉଁମାନଙ୍କ ରୋଲ୍ ନମ୍ବର ଅଛି। ମୁଁ ଧୀରେ ଧୀରେ ସ୍କ୍ରୋଲ୍ ଡାଉନ୍ କରି ଦେଖାଉଛି, ଦେଖନ୍ତୁ ଦେଖନ୍ତୁ ଏଠି ସ୍ପଷ୍ଟ ଲେଖା ହେଇଛି କି roll numbers of candidates provisional selected and allocated to different department for the post of junior assistant। ତ ଏଇ ଯେଉଁ ଲିଷ୍ଟ ସବୁ ରହିଛି, ତ ଏସବୁ ଜୁନିୟର ଆସିଷ୍ଟାଣ୍ଟର ଅଛି। ଆମେ ଦେଖିବା ଯେ କେତେ କ'ଣ ରୋଲ୍ ନମ୍ବର ରହିଛି। ଦେଖନ୍ତୁ ଏଠି ଲେଖା ହେଇଛି ରେଜିଷ୍ଟର କୋଅପରେଟିଭ୍ ସୋସାଇଟି ଭଦ୍ରକ ଅଣ୍ଡରରେ 2ଟି ରୋଲ୍ ନମ୍ବର ଆସିଛି, ଯେଉଁଟାକି ଜୁନିୟର ଆସିଷ୍ଟାଣ୍ଟ ହିସାବରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏସବୁ ରୋଲ୍ ନମ୍ବର ଯାହା ବି ରହିଛି ସବୁ ଜୁନିୟର ଆସିଷ୍ଟାଣ୍ଟ ଭାବରେ ରହିଛି। ଦେଖନ୍ତୁ ମୁଁ ଧୀରେ ଧୀରେ ସ୍କ୍ରୋଲ୍ ଡାଉନ୍ କରୁଛି। ଏ ସବୁ ଯାକ ରୋଲ୍ ନମ୍ବର ଭଦ୍ରକର ଜୁନିୟର ଆସିଷ୍ଟାଣ୍ଟର ହିଁ ରହିଛି। ଦେଖନ୍ତୁ ଏଠି ଲେଖା ହେଇଛି ଅଫିସ୍ ଅଫ୍ ଦ କଲେକ୍ଟର ଆଣ୍ଡ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଭଦ୍ରକ ଅଣ୍ଡରରେ ଏହିସବୁ ରୋଲ୍ ନମ୍ବର ସବୁ ରହିଛି ବହୁତ ସାରା, ଯେଉଁଟାକି ଜୁନିୟର ଆସିଷ୍ଟାଣ୍ଟ ଭାବରେ ଅଛି। ସେହିପରି ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ଭଦ୍ରକ ଅଣ୍ଡରରେ ଏହିସବୁ ରୋଲ୍ ନମ୍ବର ରହିଛି, ଯେଉଁଟାକି ଜୁନିୟର ଆସିଷ୍ଟାଣ୍ଟ ଭାବରେ ହିଁ ଏମାନଙ୍କୁ ନିଆଯାଇଛି। ଦେଖନ୍ତୁ ବହୁତ ସାରା ଅଛି। ଏବେ ଆମେ ଦେଖିବା, ଦେଖନ୍ତୁ ଏଇଟା ଅଛି, ଦେଖନ୍ତୁ PO ବା ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ସେ ଭଦ୍ରକର ଯେଉଁମାନେ ସିଲେକ୍ଟ ହେଇଛନ୍ତି PO ଭାବରେ, ସେମାନଙ୍କ ଲିଷ୍ଟ ଅଛି। ପଞ୍ଚାୟତ ରାଜ ଡିପାର୍ଟମେଣ୍ଟ ଭଦ୍ରକ ଅଣ୍ଡରରେ ଦେଖନ୍ତୁ ବହୁତ ସାରା ରୋଲ୍ ନମ୍ବର ଅଛି, ଯେଉଁଟାକି ସବୁ PO ଭାବରେ ଏମାନଙ୍କୁ ବଛାଯାଇଛି ବା ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର। ତ ଏଇଭଳି ଭାବରେ ସବୁ ରହିଛି। ଦେଖନ୍ତୁ ଏଠି ଗଜପତିରେ ଆସିଗଲା ଜୁନିୟର ଆସିଷ୍ଟାଣ୍ଟ, ସେଇଭଳି ଦେଖନ୍ତୁ ଦେଖାଉଛି। ହଁ, ଏଇଟା ସେଇଭଳି ଏଇ ଗଜପତିର ଇଏ ହେଉଛି ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ ଲିଷ୍ଟ ବା POର ଲିଷ୍ଟ। ଦେଖନ୍ତୁ ବହୁତ ସାରା ରୋଲ୍ ନମ୍ବର ଅଛି। ତେବେ ଏଇଭଳି ଭାବରେ ଡିଷ୍ଟ୍ରିକ୍ଟ ୱାଇଜ୍ ସବୁ ଆସିଛି। ଇଏ କନ୍ଧମାଳର ଜୁନିୟର ଆସିଷ୍ଟାଣ୍ଟରେ ଯେଉଁମାନେ ସିଲେକ୍ଟ ହେଇଛନ୍ତି ସେମାନଙ୍କ ଲିଷ୍ଟ ଦେଖନ୍ତୁ, ବହୁତ ସାରା ରୋଲ୍ ନମ୍ବର ସବୁ ଅଛି। ମୁଁ ଦେଖାଉଛି ଧୀରେ ଧୀରେ, ଦେଖନ୍ତୁ କନ୍ଧମାଳର ଇଏ ଜୁନିୟର ଆସିଷ୍ଟାଣ୍ଟ ଏବଂ ଏଠି ଦେଖିବେ ଇଏ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ଭାବରେ ମଧ୍ୟ ଇଏ ସେଇ ଆସିଛି କନ୍ଧମାଳର। ତେବେ ଏଇଭଳି ଭାବରେ ନୋଟିସ୍ ରହିଛି। କୋରାପୁଟର ମଧ୍ୟ ଅଛି। ଏଠି ଆହୁରି ଦେଖନ୍ତୁ ଏଇଭଳି ଭାବରେ ନୋଟିସ୍ରେ ସବୁ ରହିଛି। ତ ଆଗରୁ ସବୁ ଯାହା ହଉ ଜିଲ୍ଲା ଗୁଡ଼ିକର ସବୁ ରେଜଲ୍ଟ ପ୍ରକାଶ ପାଇଥିଲା, ସେଥିମଧ୍ୟରୁ ଯାହା ବି ସବୁ ରେଜଲ୍ଟ ଯେତେବେଳେ ଆସିଛି ମୁଁ ମୋର ଏଇ ଚ୍ୟାନେଲ୍ ମଧ୍ୟରେ ଅପଡେଟ୍ସ ଦେଇଛି। ତ ଆଜି ଏଇ ଭଦ୍ରକ, ଗଜପତି, କନ୍ଧମାଳ ଏବଂ କୋରାପୁଟ 4 ଜିଲ୍ଲାର ରେଜଲ୍ଟ ଆସିଛି। ତ ଯେଉଁମାନେ ଏଇ ଜିଲ୍ଲାର ପିଲା ବା ବିଲଙ୍ଗ କରୁଛନ୍ତି, ସେମାନେ ନିହାତି ଯଦି ଏକ୍ଜାମ୍ ଦୁଇଟାକୁ ଦେଇଥିଲେ, ତ ମେନ୍ ଏବଂ ରିଟିନ୍, ତ ସେମାନେ ନିହାତି ଦେଖିନିଅନ୍ତୁ ସେମାନଙ୍କ ରେଜଲ୍ଟ OSSSର ୱେବସାଇଟ୍ ଯାଇକି ସେମାନେ ନିହାତି ଡାଉନଲୋଡ଼ କରିପାରିବେ ସେମାନଙ୍କ ରେଜଲ୍ଟ। ତେବେ ଆଶା କରୁଛି ଭିଡ଼ିଓଟି ନିହାତି ଭଲ ଲାଗିଥିବ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।